ବୃଷ ରାଶିର ଲୋକମାନେ 9ଟି ଦେବୀ ଏକ ଗୁପ୍ତ ଆଦେଶ ଦେଇଛନ୍ତି। ଆଜି ରାତିଟାରୁ ଏହି 7ଟି ଲୁହ ଝରାଉଥିବା ଭବିଷ୍ୟବାଣୀ ଆପଣଙ୍କ ଜୀବନରେ ସତ୍ୟ ହେବ। ମୋର ଭବିଷ୍ୟବାଣୀ ପଥରରେ ଖୋଦିତ ଏବଂ ଯଦି ସେଗୁଡ଼ିକ ଭୁଲ ହୁଏ ତେବେ ମୁଁ ଆପଣଙ୍କୁ ଯେକୌଣସି ପୁରସ୍କାର ଦେବି। ଆଜି ଏହି ଭିଡିଓରେ ମୁଁ ଆପଣଙ୍କ ପ୍ରତ୍ୟେକଙ୍କୁ ପ୍ରକାଶ କରିବି। କେବଳ ଗୋଟିଏ ପଦକ୍ଷେପ ନିଅନ୍ତୁ ଏବଂ ଶାନ୍ତ ମନରେ ଏହି ଭିଡିଓ ଦେଖନ୍ତୁ, କାରଣ 9ଟି ଦେବୀ ଆପଣଙ୍କ ଜୀବନର ସମ୍ପୂର୍ଣ୍ଣ ରାମାୟଣ, ବର୍ତ୍ତମାନ ସମ୍ପୂର୍ଣ୍ଣ ମହାଭାରତ ଲେଖିଛନ୍ତି ଏବଂ ଆଜି ରାତିରୁ ଆପଣଙ୍କ ଜୀବନ ଆଉ କେବେ ପୂର୍ବ ଭଳି ହେବ ନାହିଁ। ମୋର କଥାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ, କାରଣ ଆଗାମୀ ଦିନ ମଧ୍ୟରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ, କାରଣ ରାହୁ ମଙ୍ଗଳ ସହିତ ଆପଣଙ୍କୁ ରକ୍ତ ଲୁହ କନ୍ଦାଇବ। ଆପଣଙ୍କ ପ୍ରତ୍ୟେକ ଖୁସି, ଆପଣଙ୍କ ଘରର ପ୍ରତ୍ୟେକ ଛୋଟ ପ୍ରଗତି ଶତ୍ରୁମାନଙ୍କୁ ବିରକ୍ତ କରୁଛି ଏବଂ ଯେତେବେଳେ ରାହୁ ଏବଂ ମଙ୍ଗଳ ଏକାଠି ହୁଅନ୍ତି ଶତ୍ରୁମାନେ ମଧ୍ୟ ଶକ୍ତିଶାଳୀ ହୋଇଯାଆନ୍ତି। ତୁମେ ପୂର୍ବରୁ ମନ୍ଦ ଦୃଷ୍ଟି ଏବଂ କଳାଜାଦୁର ଛାୟା ତଳେ ଅଛ ଏବଂ ତା ଉପରେ ଆଗାମୀ 10 ଦିନରେ ତୁମର ଶତ୍ରୁମାନେ ତୁମ ବିରୁଦ୍ଧରେ ଉଲଗ୍ନ ନୃତ୍ୟ କରିବେ। କିଛି ଦିନ ପରେ ଚୈତ୍ର ନବରାତ୍ରିର ପର୍ବ ଆସୁଛି ଏବଂ ଏପରି ପରିସ୍ଥିତିରେ 9ଟି ଦେବୀ ତୁମ ପାଖରେ ଠିଆ ହୋଇଛନ୍ତି। ଗତ 7 ଜନ୍ମରେ ଯାହା ଘଟିନଥିଲା ତାହା ଏବେ ତୁମ ସହିତ ଘଟିବ। ତୁମକୁ ଘର ଘର ବୁଲି ଘିଅ ଲଡୁ ବାଣ୍ଟିବାକୁ ପଡ଼ିବ, କାରଣ ମୋର ବନ୍ଧୁଗଣ 9ଟି ଦେବୀ ତୁମର ଭାଗ୍ୟର ଦ୍ୱାର ଖୋଲିବାକୁ ଆସିଛନ୍ତି ଏବଂ ବର୍ଷ ପରେ ତୁମ ଜୀବନରେ ଏତେ ବଡ଼ ସଂଯୋଗ ଆସିଛି। ତୁମର ଦୁଃଖ, ତୁମର ଯନ୍ତ୍ରଣା, ତୁମର ଘରେ ହତାଶା ଦେଖି 9ଟି ଦେବୀ ମଧ୍ୟ ସେମାନଙ୍କର ପାଦ ଅଟକାଇ ପାରିଲେ ନାହିଁ ଏବଂ ସେମାନେ ତୁମ ଜୀବନରୁ ସମସ୍ତ ଦୁଃଖ, ଯନ୍ତ୍ରଣା ଏବଂ ଦାରିଦ୍ର୍ୟ ଦୂର କରିବାକୁ ଏବଂ ତୁମର ଶତ୍ରୁମାନଙ୍କୁ ବିନାଶ କରିବାକୁ ଦୌଡ଼ି ଆସୁଛନ୍ତି, କାରଣ ବନ୍ଧୁଗଣ ତୁମର ଶତ୍ରୁମାନେ ତୁମ ନିଜ ଘରେ ଲୁଚି ରହିଛନ୍ତି। ଏବେ ତୁମେ ଯାହା ଉପରେ ବିଶ୍ୱାସ କରୁଛ ତାହାର ପ୍ରକୃତ ଚେହେରା ମଧ୍ୟ ତୁମ ସମ୍ମୁଖରେ ପ୍ରକାଶ ପାଇବ ଏବଂ ତୁମର ଜୀବନ ଯାହା ବର୍ଷ ଧରି ଶୂନ୍ୟ ଥିଲା ତାହା ଏବେ ଖୁସି ଏବଂ ପ୍ରଗତିରେ ପରିପୂର୍ଣ୍ଣ ହୋଇଯିବ, କାରଣ ଯେଉଁ ବ୍ୟକ୍ତିଙ୍କ ପାଇଁ 9ଟି ଦେବୀ ଠିଆ ହୁଅନ୍ତି ସେହି ବ୍ୟକ୍ତି ତାଙ୍କ ଜୀବନରେ ଡେଇଁପଡ଼ି ଆଗକୁ ବଢ଼ନ୍ତି ଏବଂ ତାପରେ ସେ କେବେ ପଛକୁ ଚାହିଁବେ ନାହିଁ ଏବଂ ତା ଉପରେ ଶନିଦେବଙ୍କ ଆଶୀର୍ବାଦ ମଧ୍ୟ ତୁମ ଉପରେ ବର୍ଷିଥାଏ। ତେଣୁ ବନ୍ଧୁଗଣ, ମିଠା ଅର୍ଡର କରନ୍ତୁ। ହଁ, 50 କିଲୋ ମିଠା ଅର୍ଡର କରନ୍ତୁ, କାରଣ ଏବେ ତୁମ ଜୀବନରେ ଖୁସି ଆସୁଛି ଯାହା ତୁମେ କେବେ କଳ୍ପନା କରିନଥିବ। ପ୍ରାୟତଃ ଆମେ ଭଗବାନଙ୍କ ମନ୍ଦିରକୁ ଯାଇ ଭଗବାନଙ୍କୁ କହିଥାଉ, ହେ ଭଗବାନ, ଏହି ମାସରେ ମୋତେ ତୁମର ଆବଶ୍ୟକତା ଅଛି। ଆମେ ଭଗବାନଙ୍କୁ ଆମର ବ୍ୟବସାୟରୁ 000 ଟଙ୍କା ଲାଭ ପାଇଁ ପ୍ରାର୍ଥନା କରୁ। କିନ୍ତୁ ଯଦି ଭଗବାନ ତୁମକୁ 500 ଟଙ୍କା ବଦଳରେ 5 ଲକ୍ଷ ଟଙ୍କା ଲାଭ ଦିଅନ୍ତି ତେବେ କ'ଣ ହେବ? ତୁମେ କେବେ କଳ୍ପନା କରିଥିବା ସମସ୍ତ ଜିନିଷଠାରୁ ଅଧିକ ଖୁସି ତୁମ ଜୀବନରେ ଆସିବ। ଯଦି ତୁମେ ଗୋଟିଏ ମାଗିବ ତେବେ ତୁମେ 10 ପାଇବ। ଯିଏ ନ୍ୟାୟର ଭଗବାନ ଏବଂ 9ଟି ଦେବୀଙ୍କ ଉପରେ ସନ୍ତୁଷ୍ଟ ତାହାର ଜୀବନ କେବେ ସମାନ ହେବ ନାହିଁ। କିନ୍ତୁ ବନ୍ଧୁଗଣ, ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ, କାରଣ ଏହି ନବରାତ୍ରି ଦିନଗୁଡ଼ିକରେ, ହଁ, ଚୈତ୍ର ନବରାତ୍ରି ମାତ୍ର କିଛି ଦିନ ପରେ ଆରମ୍ଭ ହେବ। ଚୈତ୍ର ନବରାତ୍ରି ପୂର୍ବରୁ ମଧ୍ୟ ଦେବୀ ମାତା ପୃଥିବୀରେ ଅବତରଣ କରନ୍ତି। ଅନେକ ସକାରାତ୍ମକ ଶକ୍ତି ମଧ୍ୟ ପୃଥିବୀରେ ଅବତରଣ କରନ୍ତି ଏବଂ ସ୍ୱୟଂ ଦେବୀ ମାତା ତାଙ୍କ ଭକ୍ତମାନଙ୍କ ଘରକୁ ଯାଆନ୍ତି। ଏପରି ପରିସ୍ଥିତିରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ। ଏହି ଦିନଗୁଡ଼ିକରେ ଦେବୀ ମାତା ଯେକୌଣସି ରୂପରେ ଆପଣଙ୍କ ଘରକୁ ଆସିପାରନ୍ତି। ଯଦି ଆପଣ ଦେବୀ ମାତାଙ୍କୁ ଚିହ୍ନି ନାହାନ୍ତି ଏବଂ ତାଙ୍କୁ ନ ଚିହ୍ନି ଭୁଲରେ ଅପମାନିତ କରନ୍ତି ତେବେ ଦେବୀ ମାତା ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି। ତେଣୁ ଯଦି ଏହି ଦିନଗୁଡ଼ିକରେ କୌଣସି ଗାଈ, ଛୋଟ ଝିଅ କିମ୍ବା ମହିଳା ଆପଣଙ୍କ ଘରକୁ ଆସନ୍ତି ତେବେ ସେମାନଙ୍କୁ ଅପମାନ କରନ୍ତୁ ନାହିଁ। ଅତି କମରେ ସେମାନଙ୍କୁ ଆପଣଙ୍କ ଘରୁ କିଛି ଦିଅନ୍ତୁ। ଦୟାକରି ପଠାନ୍ତୁ, କେବେ ବି ନା କୁହନ୍ତୁ ନାହିଁ। ଏହା ବ୍ୟତୀତ ବନ୍ଧୁଗଣ, ମାତା ରାଣୀ ସାପ ରୂପରେ ମଧ୍ୟ ଆପଣଙ୍କୁ ଦର୍ଶନ ଦେବାକୁ ଆସିପାରନ୍ତି, ତେଣୁ ଆପଣ ଭୟଭୀତ ହେବା ଉଚିତ ନୁହେଁ। ଏହି ଦିନଗୁଡ଼ିକରେ ଆପଣ କୌଣସି ଜୀବ, କୌଣସି ପ୍ରାଣୀର କ୍ଷତି କରିବା ଉଚିତ ନୁହେଁ, କାରଣ 9 ଦେବୀ ସମସ୍ତ ଜୀବକୁ ବହୁତ ଭଲ ପାଆନ୍ତି, ଯେପରିକି କୁକୁର, ବିଲେଇ, ଛୋଟ ପ୍ରାଣୀ,
ଗାଈ କିମ୍ବା ଅନ୍ୟ କୌଣସି ପ୍ରକାରର ପ୍ରାଣୀ, ତେଣୁ ଆପଣ କାହାକୁ କ୍ଷତି କରିବା ଉଚିତ ନୁହେଁ। ଏବେ ବନ୍ଧୁଗଣ, ମୁଁ ସେହିଟି ବଡ଼ ଭବିଷ୍ୟବାଣୀ ଆଡ଼କୁ ଯାଉଛି ଯାହା ଆଗାମୀ ଦିନରେ ତୁମ ପାଇଁ ସତ ହେବ, କାରଣ ନବରାତ୍ରି ପୂର୍ବରୁ ଏହା ନିଶ୍ଚିତ ଭାବରେ ତୁମ ଜୀବନରେ ଘଟିବ। ବନ୍ଧୁଗଣ, ମୋର ଗୋଟିଏ କଥା ମନେ ରଖ, ଚୈତ୍ର ନବରାତ୍ରି ମାତ୍ର କିଛି ଦିନ ପରେ ଆରମ୍ଭ ହେବ। ଚୈତ୍ର ନବରାତ୍ରି ତୁମ ଜୀବନର ଏପରି ଏକ ନବରାତ୍ରି ଯେଉଁଥିରେ ଯଦି ତୁମେ ମାତା ରାଣୀଙ୍କୁ ପ୍ରଶ୍ନ କର ଏବଂ କିଛି ବିଶେଷ ଉପାୟ ଗ୍ରହଣ କର ଯାହା ମୁଁ ତୁମକୁ କହିବି, ତେବେ ବନ୍ଧୁଗଣ, ଏହି ନବରାତ୍ରି ତୁମ ଜୀବନର ସବୁଠାରୁ ଚମତ୍କାର ନବରାତ୍ରି ହୋଇପାରେ। ଜଣେ ଭିକାରୀ ମଧ୍ୟ ରାଜା ହୋଇପାରିବ। ଏହି ନବରାତ୍ରିରେ ମାତା ରାଣୀ ବ୍ୟକ୍ତିଗତ ଭାବରେ ତୁମ ଘରକୁ ଆସିବେ, ତୁମର ସମସ୍ୟା ସମାଧାନ କରିବେ, ତୁମର ସମ୍ମାନ ରକ୍ଷା କରିବେ। ତେଣୁ ଏପରି ପରିସ୍ଥିତିରେ ତୁମକୁ ଆଗାମୀ କିଛି ଦିନ ପାଇଁ ନିରନ୍ତର ମୋ ସହିତ ରହିବାକୁ ପଡ଼ିବ। ମୁଁ ସେହି 10ଟି ବଡ଼ ଭବିଷ୍ୟବାଣୀ ଆଡ଼କୁ ଅଗ୍ରସର ହେଉଛି ଯେଉଁଥିରେ ଆପଣଙ୍କୁ ରାହୁ ଏବଂ ମଙ୍ଗଳ ଗ୍ରହର ପ୍ରଭାବରୁ ରକ୍ଷା ପାଇବାକୁ ପଡ଼ିବ। ଏହା ସହିତ ମାତା ରାଣୀଙ୍କ ଆଗମନ ସମୟରେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, କେଉଁ ଖୁସି ଆସିବ, ମୁଁ ସମସ୍ତ ସୂଚନା ଦେବି। ସତର୍କ ରହିବା ବହୁତ ଜରୁରୀ। ଧ୍ୟାନ ଦେଇ ଶୁଣ, ମୁଁ ଯାହା କହୁଛି ତାହା ଦେଖ। ବନ୍ଧୁଗଣ, ନିଶ୍ଚିତ ଭାବରେ କିଛି ନା କିଛି ଅଛି, କାରଣ ଗତ ଅନେକ ବର୍ଷ ଧରି ଆପଣ ଆପଣଙ୍କ ଜୀବନରେ ବହୁତ ଦୁଃଖର ସମ୍ମୁଖୀନ ହେଉଛନ୍ତି, ବହୁତ ସମସ୍ୟା ମଧ୍ୟ। କିଛି ଆପଣଙ୍କର ଭୁଲ ନିଷ୍ପତ୍ତି ଥିଲା, କିଛି ଆପଣଙ୍କର ମୂର୍ଖତା ଥିଲା, କିଛି ଆପଣଙ୍କର ଖରାପ କାର୍ଯ୍ୟ ଥିଲା। ଏଥିପାଇଁ ଆପଣ ଏହି ଫଳାଫଳ ପାଉଛନ୍ତି ଏବଂ ତା ସହିତ ଆପଣଙ୍କ ନିଜ ଲୋକଙ୍କ ମଧ୍ୟରେ କିଛି ଲୋକ ଅଛନ୍ତି ଯେଉଁମାନେ ବହୁତ ଭୁଲ କାମ କରୁଛନ୍ତି, ଯାହାର ପରିଣାମ ଆପଣଙ୍କୁ ମଧ୍ୟ ଭୋଗିବାକୁ ପଡ଼ୁଛି। କାରଣ ଯଦି ଘରର ସମସ୍ତେ ଭଲ, କିନ୍ତୁ ଯଦି ଜଣେ ବ୍ୟକ୍ତି ଖରାପ କିମ୍ବା କିଛି ଭୁଲ କରୁଛନ୍ତି, ତେବେ ସେହି ବ୍ୟକ୍ତିଙ୍କ କାର୍ଯ୍ୟର ପରିଣାମ ସେହି ଘରର ଅନ୍ୟ ଲୋକଙ୍କ ଉପରେ ମଧ୍ୟ ପଡ଼ିଥାଏ। କିନ୍ତୁ ଯଦି ଘରର ଜଣେ ବ୍ୟକ୍ତି ମଧ୍ୟ ଭଲ, ଯିଏ ପୂଜା କରେ, ପାଠ କରେ, ଧାର୍ମିକ କାର୍ଯ୍ୟ କରେ, ଧ୍ୟାନ କରେ, ଦାନ କରେ, ତେବେ ତାଙ୍କର ଭଲ କାମ ସମଗ୍ର ପରିବାର ଅନୁଭବ କରେ। ତେଣୁ ଏହା ଏପରି ବନ୍ଧୁଗଣ। କିନ୍ତୁ ଗତ କିଛି ବର୍ଷ ଧରି ଆପଣ ଅନେକ ବଡ଼ ଅସୁବିଧା ଏବଂ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅନେକ ଥର ଆପଣ ଅନୁଭବ କରିଛନ୍ତି ଯେ ଯଥେଷ୍ଟ ହୋଇଗଲା, ଏବେ ସବୁ ସରିଗଲା। ଅନେକ ଥର ମୃତ୍ୟୁ ଆପଣଙ୍କ ସମ୍ମୁଖରେ ଥିଲା। ଅନେକ ଥର ଆପଣ ଆପଣଙ୍କ ଜୀବନର ଶେଷ ଆପଣଙ୍କ ସମ୍ମୁଖରେ ଦେଖିପାରୁଥିଲେ। କିନ୍ତୁ 9ଟି ଦେବୀଙ୍କ ଶକ୍ତି ଆପଣଙ୍କ ଉପରେ ଥିଲା ଏବଂ ସେହି ଶକ୍ତି ଶେଷ ମୁହୂର୍ତ୍ତରେ ଆପଣଙ୍କୁ ପ୍ରତ୍ୟେକ ସମସ୍ୟାରୁ ବାହାର କରି ଆଣିଥିଲା। ସେହି 9ଟି ଦେବୀଙ୍କ ଶକ୍ତି ଆପଣଙ୍କୁ ପ୍ରତ୍ୟେକ ଥର ବଡ଼ କଷ୍ଟରୁ, ବଡ଼ ଶତ୍ରୁଠାରୁ, ବଡ଼ ବିପତ୍ତିରୁ ରକ୍ଷା କରିଛି। ଅନେକ ଥର ଆପଣ ଜାଣିନଥିଲେ ଯେ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କ ମୃତ୍ୟୁ ଆସିବ। କିନ୍ତୁ ମୃତ୍ୟୁ ଆସୁଥିଲା ଏବଂ ଆପଣ ଜାଣି ମଧ୍ୟ ନଥିଲେ ଯେ ସଙ୍କଟ ଆସୁଛି। ମୃତ୍ୟୁ ତୁମ ଉପରେ ଥିଲା, କିନ୍ତୁ ଦେବୀ ମାତାଙ୍କ ଶକ୍ତି ସେହି ମୃତ୍ୟୁକୁ ପରାସ୍ତ କଲା। ସେମାନେ ସେହି ମୃତ୍ୟୁକୁ ତୁମଠାରୁ ଦୂରେଇ ନେଲେ, ଏପରିକି ସେମାନେ ତୁମର ମୃତ୍ୟୁକୁ ତାର ପଥରୁ ଫେରାଇ ଆଣିଲେ। ସେହି 9ଟି ଦେବୀଙ୍କ ଶକ୍ତି ଗତ କିଛି ବର୍ଷ ଧରି ତୁମ ଏବଂ ତୁମ ପରିବାର ଉପରେ ରହିଛି। ତୁମେ ଅନେକ ବଡ଼ ଅସୁବିଧାର ସମ୍ମୁଖୀନ ହେଲ ଏବଂ ଆତଙ୍କିତ ଅବସ୍ଥାରେ ଥିଲ, କିନ୍ତୁ ତଥାପି ତୁମେ ଏପର୍ଯ୍ୟନ୍ତ ସୁରକ୍ଷିତ ଅଛ। ଦେବୀଙ୍କ କୃପା ଯୋଗୁଁ ତୁମର ପରିବାର ସୁରକ୍ଷିତ ଅଛି। କିନ୍ତୁ ବର୍ତ୍ତମାନ ବନ୍ଧୁମାନେ, ଆଜି ରାତିଟାରୁ ତୁମ ଜୀବନରେ କ'ଣ ଘଟିବାକୁ ଯାଉଛି ତାହା ବହୁତ ଧ୍ୟାନର ସହିତ ଶୁଣ। ଆଜି ରାତିଟାରୁ ବ୍ରହ୍ମାଣ୍ଡରେ ଏପରି ଭୟଙ୍କର ଏବଂ ଚମତ୍କାର କିଛି ଘଟିବାକୁ ଯାଉଛି ଯାହା ତୁମର ଜୀବନର ସମ୍ପୂର୍ଣ୍ଣ ଦିଗ ଏବଂ ଅବସ୍ଥାକୁ ବଦଳାଇ ଦେବ। ତୁମର ସମସ୍ତ କାମକୁ ଏକ ମୁହୂର୍ତ୍ତ ପାଇଁ ଛାଡ଼ି ଦିଅ। ତୁମର ଆଖିକୁ ତୁମର ଫୋନ୍ ସ୍କ୍ରିନରେ ଲଗାଅ ଏବଂ ମୋର ପ୍ରତ୍ୟେକ କଥାକୁ ତୁମର ମସ୍ତିଷ୍କରେ ଗ୍ରହଣ କର। କାରଣ ଆଜି ରାତିରୁ ତୁମର କୁଣ୍ଡଳୀର ଗୋଚରରେ ସୃଷ୍ଟି ହେଉଥିବା ରାହୁ ଏବଂ ମଙ୍ଗଳଙ୍କ ଭୟଙ୍କର ଅଙ୍ଗାରକ ଯୋଗ ଗ୍ରହମାନଙ୍କର ଏକ ସାଧାରଣ ଗତି ନୁହେଁ। ଏହା ଏପରି ଏକ ଝଡ଼ ଯାହା ତୁମକୁ ରାତାରାତି ରାଜା କରିବ କିମ୍ବା ତୁମେ ଯେଉଁ ପାଦ ତଳୁ ଭୂମି ଟାଣିନେବ ଯାହା ଉପରେ ତୁମେ ଠିଆ ହୋଇଛ। ଆଜି ରାତିଟାରୁ ଆପଣଙ୍କ ଜୀବନରେ ଏପରି 7ଟି ଭୟଙ୍କର ଘଟଣା ଏବଂ 3ଟି ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା ଘଟିବାକୁ ଯାଉଛି। ଏପରି କିଛି କାହାଣୀ ଘଟିବ ଯାହା ଆପଣଙ୍କ ମେରୁଦଣ୍ଡକୁ ଥରହର କରିଦେବ।
प्रथम भयंकर घटना हेउछि जे आजि रातिरु आपणंकु टंकार प्रलोभनरे फसाइबा पई एक विशाल एवं गभीर जाल बिछाजिबो। केही जणे आपणंकु राताराति धनी हेबार मिछ स्वप्न देखाइबे एवं बंधु माने एहिठारे आपणंकु एही स्वार्थपर दुनियार सत्य मने रखिबाकू पड़िबो। जेतेबेले आपणंक पकेट खाली थिला, जेतेबेले आपण ऋणरे बुड़ी रहुथिले, सेतेबेले केही आपणंकु साहाय्य करिबाकू आगकू आसिथिले कि ना? समस्ते मुह फेराई नेइथिले। तेनु काहार मिठा प्रतारणारे पड़ी आपणंकर बड़का टंका किंबा आपणंक जीवनर कठिन परिश्रमर टंकाकू कोनोसी अजणा स्थानरे किंबा काहार परामर्शरे विनियोग करंतु नाही, नचेत राहु आपणंक धन नष्ट करिदेब। द्वितीय भयंकर घटना हेउछि जे आपणंक निज घरे किंबा आपणंक निकटतम बंधुमानंक मध्यरु जणे व्यक्ति जाहांकू आपण अंध भावरे विश्वास करंती, से व्यक्ति आपणंक पछकू छुरी मारिबाकू प्रस्तुत हेउछंती। जाहांक पई आपण आपणंकर रक्त एवं झाळ बुहाइथिले, जाहांक दुःखकू आपण निजर दुःख बोली भाबिथिले, जाहाकू आपण आपणंकर पकेट खाली करी साहाय्य करिथिले, से आपणंक पछकू छुरी मारिबाकू प्रस्तुत हेउछंती। एहा कलिजुगर सबुठारु तिक्त सत्य भाई। तुमे सबुबेले लोकंक मंगल कामना करुथिल, किंतु प्रतिबदଳରେ तुमे कौन पाइल? प्रतारणा। सेही व्यक्ति तुमर सामान्यतम उन्नतिरे मध्य ईर्षारे जळुछि। से तुमर निज परिवारर गुप्त कथा बाहर लोकंक निकटरे प्रकाश करी तुमर मूलकू नष्ट करुछि। घासरे थिबा एपरी सापठारु सावधान रुह। तृतीय विपदपूर्ण घटना, राहु तुमर निद भांगिबा पई एक षड़यंत्र रचिछि। आजि राति रु मध्यरे तुमर आखि हठात खोलिजिब। तुमे हठात भयंकर चिंता अनुभव करिब। तुमर हृदस्पंदन द्रुत हेब। भविष्यत विषय चिंता तुमको उइकी परी खाइब। तुमे एपरी अनुभव करिब जेपरी केही तुम छातीरे एक भारी पथर रखिछि। संभवतः तुम परिवारर जणे वयस्क व्यक्तिंक स्वास्थ्य हठात खराब होई पारे, जहाँ घरे परिवेश उत्तेजनापूर्ण एवं भयंकर करिदेब। एहा सबु नकारात्मक शक्तिर खेल हेब। भयभीत हुओ नहीं। चतुर्थ विपदपूर्ण घटना, तुमर चरित्र एवं वर्ष वर्ष धरी अर्जित तुमर सच्चोटता उपरे एक विराट एवं मैला कलंक लगाइबा पई एक षड़यंत्र रचा जाउछि। समाजरे किंबा तुमर कार्यक्षेत्ररे एक मिथ्या गुजब प्रसारित हेब, जहाँ तुमर प्रतिष्ठाकू कलंकित करिब। लोकमाने तुमर सरलतार सुजोग नेबाकू चाहंती। तुमे भाबो जे तुमे जेपरी समस्तंक विषयरे भल भाबुछ, सेहीपरी समस्ते तुम विषयरे भल भाबुथिबे, किंतु मने रख जे तुमे सरल हुओ। जिए जेते नत हेब, दुनिया ताकू सेते दमन करिब। शत्रु माने अघोरी एवं तंत्र मंत्रर साहाय्य नेई तुमर बुद्धिकू कलुषित करिबाकू चेष्टा करिबे, जहाद्वारा तुमे क्रोधित हेब एवं तुमर बहुत क्षति हेब। पंचम भयंकर घटना, जेउ काम तुमे प्राय करि सारिछ एवं अनेशतरे अटकी जाए, ताहा एही किछि दिनरे आहुरी अटकी जीव। तुमे एपरी अनुभव करिब जेपरी केही तुमर भाग्यकू घन लुहा सिकुलिरे बांधी देइछि। तुमे दिनराति चकटीरे सौंध परी कठिन परिश्रम करिब, किंतु केही तुम सम्मुखरे रखा जाइतिबा सफलतार खंडकू मध्य छड़ाई नेबाकू चेष्टा करिब। तुमर कामरे अनावश्यक बाधा आसिब। तुमर बस किंबा सहकर्मींक सहित तुमर झगड़ा हेब एवं चालुतिबा व्यवसाय हठात ठप होइजिब। षष्ठ भयंकर घटना, कौनसी कारण बिना तुमर घर भितरे एक भयंकर एवं गंभीर दुख उपजिब। सोरिष दाना परी छोट कथा गोटे मुहूर्तरे बढ़ीजिब। स्मी, स्त्री, भाई किंबा सासू एवं बोहूंक मध्यरे हठात फात सृष्टि हेब, जहाँ सेमाने परस्परर मुह देखिबाकू पसंद करिबे नाही। घरे पात्र गुड़िक शब्द करिब। मोर बंधुगण, एहा तुमर क्रोध किंबा तुम परिवारर क्रोध नुहे। एहा समस्त राहुर नकारात्मक शक्ति एवं भ्रम, जहाँ तुमर सुखी एवं संयुक्त परिवार को भांगिबाकू चाहुछि। कारण एकता हेउछि तुमर शक्ति। एही समय मध्यरे तुमको संपूर्ण नीरव रहिबाकू पड़िबो एवं तुमर क्रोध को दमन करिबाकू पड़िबो। सप्तम एवं सबुठारु भयंकर घटना हेब
ତୁମର ଦ୍ରଦେଶରେ ଆଘାତ। କେହି ଜଣେ ଯାହାର ମୁହଁରେ ବହୁତ ମିଠା ହେବ, ମହୁ ଟପକୁଥିବ, କିନ୍ତୁ ତାର ହୃଦୟ ତୁମ ପାଇଁ ଘାତକ ବିଷୟରେ ପୂର୍ଣ୍ଣ ହେବ। ସେହି ବ୍ୟକ୍ତି ତୁମକୁ କିଛି ଖାଇବାକୁ ଚେଷ୍ଟା କରିବେ କିମ୍ବା ତୁମକୁ ଏପରି ଉପହାର ଦେବେ ଯେଉଁଥିରେ ଏକ ଗମ୍ଭୀର ତାନ୍ତ୍ରିକ ରୀତି କିମ୍ବା ଭୟଙ୍କର ଦୁଷ୍ଟ ଦୃଷ୍ଟି ଥାଇପାରେ। ସାବଧାନ ମୋର ଭାଇ, ପ୍ରତ୍ୟେକ ହସୁଥିବା ମୁହଁ ତୁମର ବନ୍ଧୁ ନୁହେଁ। କିଛି ହାତ ତୁମର ପିଠି ଚାପୁଡ଼ାଇ କେବଳ କେଉଁଠାରେ ଛୁରା ମାରିବେ ତାହା ଦେଖିବା ପାଇଁ। ବାହାରେ କିଛି ଖାଇବା କିମ୍ବା ପିଇବା ପୂର୍ବରୁ କିମ୍ବା କାହା ଦ୍ୱାରା ଦିଆଯାଇଥିବା କିଛି ଗ୍ରହଣ କରିବା ପୂର୍ବରୁ ମନରେ 9ଟି ଦେବୀଙ୍କ ନାମ ମନେ ରଖିବାକୁ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଏହି 7ଟି ଭବିଷ୍ୟବାଣୀ ଶୁଣିବା ପରେ ଆପଣ କ'ଣ ଝାଳ ବାହାର କରିଦେଲେ? ତୁମେ ଭିତରେ ଭୟଭୀତ ହୋଇଯାଉଛ? ଭାଇ, ତୁମକୁ ଟିକିଏ ବି ଭୟଭୀତ କିମ୍ବା ନର୍ଭସ ହେବାର ଆବଶ୍ୟକତା ନାହିଁ। କାରଣ ଗୋଟିଏ ପଟେ ରାହୁ, କେତୁ ଏବଂ ତୁମର ଶତ୍ରୁମାନେ ତୁମର ବିନାଶକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ ତୁମର ନିର୍ଦ୍ଦୋଷତା, ତୁମର ସତ୍ୟତା ଏବଂ ତୁମର ଆଖିର ଲୁହ ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ଶକ୍ତି 9ଟି ଦେବୀଙ୍କୁ ତୁମର ଦ୍ର ନିକଟକୁ ଟାଣି ଆଣିଛି। ହଁ ମୋର ଭାଇ, ଦେବୀ ମାତା ତୁମର ଡାକ ଶୁଣିଛନ୍ତି। ବିଶ କେବଳ ଉଦୀୟମାନ ସୂର୍ଯ୍ୟକୁ ପ୍ରଣାମ କରେ। ଆଜି ଯେତେବେଳେ 9ଟି ଦେବୀଙ୍କ ଶୋଭାଯାତ୍ରା ତୁମର ଦ୍ର ନିକଟକୁ ଆସୁଛି, ସେହି ସ୍ୱାର୍ଥପର ଲୋକମାନେ ଯେଉଁମାନେ ତୁମକୁ କାନ୍ଦି କାନ୍ଦି ଛୁଇଁ ଚାଲି ଯାଇଥିଲେ, ପୁଣି ଥରେ ତୁମ ସମ୍ମୁଖରେ ହାତ ଯୋଡ଼ି ବିନତି କରିବେ। କିନ୍ତୁ ଏବେ ତୁମେ ତରଳିବା ଉଚିତ ନୁହେଁ। ତୁମର ମୁହଁରେ ହସ ଆଣ, କାରଣ 9ଟି ଦେବୀଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ସହିତ ତୁମେ ଆଜି ରାତି ପରେ 3ଟି ହୃଦୟ ବିଦାରକ ଏବଂ ଚମତ୍କାର ଶୁଭ ଖବର ପାଇବ। ସେଗୁଡ଼ିକ ଶୁଣି ତୁମର ଆତ୍ମା ଆନନ୍ଦରେ କମ୍ପି ଉଠିବ। ତୁମର ଲୁହ ବନ୍ଦ ହେବ ନାହିଁ। ପ୍ରଥମ ହୃଦୟ ବିଦାରକ ଶୁଭ ଖବର ହେଉଛି ତୁମ ଉପରେ ଋଣର ସେହି ବିଶାଳ ପାହାଡ଼, ଯାହା ତୁମକୁ ଦିନରାତି ଶୋଇବାକୁ ଦେଉନାହିଁ, ଯାହା ଯୋଗୁଁ ତୁମେ ଲୋକମାନଙ୍କୁ ଭେଟି ନାହଁ। ଏହା ଉଭାନ ହେବାକୁ ଯାଉଛି। କୌଣସି ସ୍ଥାନରୁ ଅଟକି ରହିଥିବା ଟଙ୍କା ଫେରି ଆସିବ କିମ୍ବା ତୁମର ବ୍ୟବସାୟ, ଦୋକାନ କିମ୍ବା ଚାକିରି ହଠାତ୍ ଏପରି ଏକ ଲହରୀ ଅନୁଭବ କରିବ ଯାହା ତୁମେ କେବେ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିଲ। ଯେଉଁମାନେ ତୁମକୁ ଗରିବ ଏବଂ ଭିକାରୀ କହି ତୁମକୁ ଗାଳି ଦେଉଥିଲେ, ସେମାନେ ତୁମର ଧନ ଏବଂ ସ୍ଥିତି ଦେଖି ରକ୍ତ ଲୁହ କାନ୍ଦିବେ। ଦେବୀ ଲକ୍ଷ୍ମୀ ସ୍ୱୟଂ ତାଙ୍କ 2 ହାତରେ ତୁମ ଘରେ ଟଙ୍କା ଢାଳିବେ ଏବଂ ତୁମର ସିଫର ତାଲା ଭାଙ୍ଗିଯିବ। ଆଉ ଏକ ଲୁହ ଝଟକା ଦେଉଥିବା ଶୁଭ ଖବର ହେଉଛି ତୁମର ଶତ୍ରୁମାନଙ୍କର ବିନାଶ ନିଶ୍ଚିତ। ଯେଉଁମାନେ ତୁମ ଉପରେ କଳାଜାଦୁ କରିଥିଲେ, ତୁମର ସୁଖୀ ଜୀବନ ଉପରେ କଳା ଆଖି ପକାଇଥିଲେ ଏବଂ ତୁମର ପିଲାମାନଙ୍କ ପ୍ରଗତିକୁ ଅବରୋଧ କରିଥିଲେ, ସେମାନଙ୍କର ଦୁଷ୍କର୍ମ ଏବେ 1000 ଗୁଣ ଶକ୍ତି ସହିତ ସେମାନଙ୍କ ଉପରେ ଫେରିଆସିବ। ଦେବୀ କାଳୀ ଏତେ ଭୟଙ୍କର ଭାବରେ ଆଘାତ କରିବେ ଯେ ତୁମର ଶତ୍ରୁମାନେ ଆଣ୍ଠୁ ମାଡ଼ି ତୁମ ପାଦ ତଳେ ପଡ଼ି କ୍ଷମା ଭିକ୍ଷା କରିବେ। ତୁମେ ସେମାନଙ୍କୁ ତୁମ ନିଜ ଆଖିରେ ବୁଣାଯାଇଥିବା ଜାଲରେ କଷ୍ଟ ପାଉଥିବା ଏବଂ ନଷ୍ଟ ହେଉଥିବା ଦେଖିବ। ସେମାନଙ୍କୁ ଦଣ୍ଡ ଦେବା ପାଇଁ ତୁମକୁ କିଛି କରିବାକୁ ପଡ଼ିବ ନାହିଁ। ତୁମର ନ୍ୟାୟ ଏବେ ଉପରୋକ୍ତ ଦେବୀ ମାତାଙ୍କ ଦରବାରରେ କରାଯିବ ଏବଂ ତାହା ବହୁତ ଭୟଙ୍କର ହେବ। ତୃତୀୟ ଏବଂ ସବୁଠାରୁ ବଡ଼ ଶୁଭ ଖବର ହେଉଛି ତୁମର ଏକମାତ୍ର ଏବଂ ସବୁଠାରୁ ବଡ଼ ଇଚ୍ଛା, ଯାହା ପାଇଁ ତୁମେ ବର୍ଷ ବର୍ଷ ଧରି ମନ୍ଦିରର ସିଡ଼ିରେ ଧକ୍ ଧକ୍ କରି ଆସୁଛ, ଯାହା ପାଇଁ ତୁମେ ରାତିରେ ଅଗଣିତ ଲୁହ ଢାଳିଛ, ତାହା ଏକ ସୁନ୍ଦର ସନ୍ତାନର ଜନ୍ମ ହେଉ, ତୁମର ନିଜର ଏକ ସୁନ୍ଦର ଘର ହେଉ, ଋଣରୁ ମୁକ୍ତି ହେଉ, ଏକ ଇଚ୍ଛିତ ଜୀବନସାଥୀ ହେଉ, କିମ୍ବା ଅଟକି ରହିଥିବା ଏକ ବଡ଼ ସରକାରୀ କିମ୍ବା ବେସରକାରୀ ପ୍ରକଳ୍ପ ନୁହେଁ, ବରଂ ଥର ପୂରଣ ହେବାକୁ ଯାଉଛି। ଯେତେବେଳେ ଏହି ଶୁଭ ଖବର ହଠାତ୍ ତୁମ କାନରେ ପହଞ୍ଚିବ, ତୁମେ ଭୂମିରେ ବସି କାନ୍ଦିବ, କହିବ, ହେ ଦେବୀ ମାତା, ତୁମେ ମୋର ଯୋଗ୍ୟତାଠାରୁ ବହୁ ଗୁଣ ଅଧିକ ମୋ ବ୍ୟାଗ ପୂରଣ କରିଛ। କିନ୍ତୁ ବନ୍ଧୁଗଣ, ଗୋଟିଏ କଥା ତୁମ ମନରେ ପଥର ଶିଳାଲେଖ ପରି ଖୋଦିତ ରଖ। ଯେତେବେଳେ ଦେବୀ ମାତା ସୁଖ ପ୍ରଦାନ କରନ୍ତି, ସେ ଛାତ ଭାଙ୍ଗି ଦିଅନ୍ତି। କିନ୍ତୁ ଆଗାମୀ ଦିନରେ ଭୟଙ୍କର ନକାରାତ୍ମକ ଶକ୍ତି ଏବଂ ରାହୁ ଏବଂ ମଙ୍ଗଳଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏବଂ ଆପଣଙ୍କ ଭଣ୍ଡାରରେ 9ଟି ଦେବୀଙ୍କର 100% ଆଶୀର୍ବାଦକୁ ସର୍ବଦା ସୁରକ୍ଷିତ ରଖିବା ପାଇଁ ଆପଣଙ୍କୁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ ନକରି ଏକ ବହୁତ ଛୋଟ କିନ୍ତୁ ନିଶ୍ଚିତ ସମାଧାନ ନେବାକୁ ପଡ଼ିବ।
ଏହାକୁ ହସନ୍ତୁ ନାହିଁ କିମ୍ବା ଅଣଦେଖା କରନ୍ତୁ ନାହିଁ। ଏହା କରିବାର ଭୟଙ୍କର ଭୁଲ କରନ୍ତୁ ନାହିଁ। ଆଜିର ଚମତ୍କାର ମହା ଉପାୟକୁ ଧ୍ୟାନ ଦେଇ ଏବଂ ଖୋଲା କାନରେ ଶୁଣନ୍ତୁ। ଆଜି ସନ୍ଧ୍ୟାରୁ ଏବଂ ଆଗାମୀ 9 ଦିନ ପାଇଁ ନିରନ୍ତର ସନ୍ଧ୍ୟା ସମୟରେ ଯେତେବେଳେ ସନ୍ଧ୍ୟା ହୁଏ, ଅର୍ଥାତ୍ ଯେତେବେଳେ ସୂର୍ଯ୍ୟ ଅସ୍ତ ହେଉଛି ଏବଂ ଏହା ସମ୍ପୂର୍ଣ୍ଣ ଦିନ କିମ୍ବା ସମ୍ପୂର୍ଣ୍ଣ ରାତି ନୁହେଁ, ଆପଣଙ୍କ ଘରର ମୁଖ୍ୟ ଫାଟକ ବାହାରେ ଆପଣଙ୍କ ଡାହାଣ ପାର୍ଶ୍ୱରେ ଏକ ସଫା ମାଟି ଦୀପରେ ସୋରିଷ ତେଲର ଦୀପ ଜାଳିବା ଆରମ୍ଭ କରନ୍ତୁ ଏବଂ ଚୁପଚାପ ସେହି ତେଲରେ କେବଳ 2ଟି ସମ୍ପୂର୍ଣ୍ଣ ଲବଙ୍ଗ ରଖନ୍ତୁ। ମନେ ରଖନ୍ତୁ ଯେ ଲବଙ୍ଗ ଭାଙ୍ଗିବା କିମ୍ବା ଖଣ୍ଡ ଖଣ୍ଡ ହେବା ଉଚିତ ନୁହେଁ। ଏହା ଉପରେ ଥିବା ସମ୍ପୂର୍ଣ୍ଣ ଗୋଲ ଫୁଲ ଅକ୍ଷତ ରହିବା ଉଚିତ। ଦୀପ ଜାଳିବା ସମୟରେ ଆଖି ବନ୍ଦ କରନ୍ତୁ ଏବଂ ପୂର୍ଣ୍ଣ ବିଶ୍ୱାସ ସହିତ ଆପଣଙ୍କ ମନରେ ମାତା ରାଣୀ ଏବଂ 9ଟି ଦେବୀଙ୍କ ଉପରେ ଧ୍ୟାନ କରନ୍ତୁ ଏବଂ ଏହା 3 ଥର କୁହନ୍ତୁ। 9 ଦେବୀ, ଦୟାକରି ମୋ ଘରର ସୁରକ୍ଷା କର, ମୋର ଦାରିଦ୍ର୍ୟ ଦୂର କର ଏବଂ ମୋ ପରିବାର ଉପରେ ଖରାପ ଦୃଷ୍ଟି ପକାଉଥିବା ଶତ୍ରୁମାନଙ୍କୁ ବିନାଶ କର। ବନ୍ଧୁଗଣ, ଏହି ଲବଙ୍ଗ ଏବଂ ସୋରିଷ ତେଲ ଦୀପ କୌଣସି ସାଧାରଣ ଦୀପ ନୁହେଁ। ଏହା ତୁମର ସମଗ୍ର ଘର ଚାରିପାଖରେ ଅଗ୍ନିର ଏକ ସୁରକ୍ଷା ବୃତ୍ତ ଏବଂ ଲକ୍ଷ୍ୟମଣ ରେଖା ସୃଷ୍ଟି କରିବ, ଯାହାକୁ କୌଣସି ଅନ୍ଧକାର ଶକ୍ତି, କୌଣସି ବିପଦପୂର୍ଣ୍ଣ ତନ୍ତ୍ର, କୌଣସି ଅଘୋରୀ ବିଦ୍ୟା କିମ୍ବା ରାହୁ ଏବଂ ମଙ୍ଗଳ ମଧ୍ୟ ପାର କରିପାରିବେ ନାହିଁ। ତୁମର ସମସ୍ତ ବର୍ଷର କଷ୍ଟ, ରୋଗ ଏବଂ ଋଣ ସେହି ଦୀପର ଶିଖାରେ ସବୁଦିନ ପାଇଁ ଜଳିଯିବ। ଯଦି ତୁମେ ପ୍ରକୃତରେ 9 ଦେବୀ ଏବଂ ମୋର ଏହି କଥାରେ ବିଶ୍ୱାସ କରୁଛ, ତେବେ କେବଳ ଏହି ଭିଡିଓ ଦେଖି ଚାଲିଯାଅ ନାହିଁ। ଏହା ତୁମର ବିଶ୍ୱାସର ଏକ ବଡ଼ ପରୀକ୍ଷା। ବର୍ତ୍ତମାନ କୌଣସି ଲଜ୍ଜା ବିନା ପୂର୍ଣ୍ଣ ବିଶ୍ୱାସ ଏବଂ ଶକ୍ତି ସହିତ ମନ୍ତବ୍ୟ ବିଭାଗରେ ଜୟ ମାତା ଦୀ, ଜୟ ନବଦୁର୍ଗା କିମ୍ବା ହର ହର ମହାଦେବ ଲେଖ। ତୁମର ଗୋଟିଏ ମନ୍ତବ୍ୟ ହେଉଛି ତୁମର ଉପସ୍ଥିତି, ଯାହା ଆଜି ସିଧାସଳଖ ଦେବୀ ମାତାଙ୍କ ଦରବାରରେ ରଖାଯିବ ଏବଂ ତୁମର ସୁରକ୍ଷା କଭଲ ତୁରନ୍ତ ସକ୍ରିୟ ହୋଇଯିବ। ଏବଂ ହଁ, ଦୟାକରି ଏହି ଭିଡିଓଟିକୁ ଏବେ ହିଁ ଆପଣଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ହ୍ୱାଟ୍ସଆପ୍ ଗ୍ରୁପର ସେହି ବିଶେଷ ଲୋକଙ୍କ ସହିତ ସେୟାର କରନ୍ତୁ, ଯାହାଙ୍କ ପାଇଁ ଆପଣ ଆନ୍ତରିକ ଭାବରେ ମଙ୍ଗଳ କାମନା କରନ୍ତି ଏବଂ ଯାହାଙ୍କୁ ଆପଣ ଭଲ ପାଆନ୍ତି। ଯଦି ଆପଣ ମଧ୍ୟ ରାହୁଙ୍କ ଏହି ବିନାଶକାରୀ କ୍ରୋଧରୁ ନିଜକୁ ରକ୍ଷା କରିବାକୁ ଚାହାନ୍ତି, ତେବେ ଭଲ କରନ୍ତୁ ଏବଂ ଏହା ଭଲ ହେବ। ଭିଡିଓଟିକୁ ଲାଇକ୍ କରନ୍ତୁ ଏବଂ ଏହି ଚ୍ୟାନେଲରେ ଯୋଗଦାନ କରନ୍ତୁ, ଯାହାଦ୍ୱାରା ମୁଁ ପ୍ରତ୍ୟେକ ସଂକଟ ପୂର୍ବରୁ ଆପଣଙ୍କୁ ସତର୍କ କରିପାରିବି। ଦେବୀ ମାତା ସର୍ବଦା ଆପଣଙ୍କୁ ଏବଂ ଆପଣଙ୍କ ସମଗ୍ର ପରିବାରକୁ ରକ୍ଷା କରନ୍ତୁ।